ବେଲ ପେଣ୍ଡୁଆ କଦଳିଆ ସପୁରି ଭାରି ସୁଆଦିଆ ଗୁଡ଼ ପାଣିଆ ଆମ୍ବ ହୋଇ ତା ସଙ୍ଗେ ଗେରୁଡ଼ି ଭାଇ ଜାମୁ ପଣସ ପାଚିଥାଏ କି ସୁଆଦି ଆସିଏ ଆବର କ୍ଷୀର କୋଳି ପାଚେ ତାହାକୁ ଦେଖି ମନ ନାଚେ। କେତେ ସୁନ୍ଦର ଜିନିଷ। ବେଲପେଣ୍ଡୁଆ ଆମ୍ବ, ତାପରେ କଦଳୀ ଆମ୍ବ ଜଣେ, ସପୁରୀ ସେ ବି ପାଚେ, ଗୁଡ଼ ପାଣି ଆମ୍ବ, ତାପରେ ହେଲା ଗୋଟେ ଗେଉଡ଼ି ଆମ୍ବ, ଛୋଟ ଛୋଟ ଆମ୍ବ ଗେଉଡ଼ି ଆମ୍ବ ସେ ବି ହୁଏ, ସେ ବି ପାଚେ, ଜାମୁ କୋଳି ମିଳେ, ପାଚିଲା ପଣସ ମିଳେ। ଏସବୁ ଯେତେବେଳେ ଏସବୁ ଫଳର ଆସର ବହୁତ ବଢ଼ିଆ ସମୟ, କିନ୍ତୁ ଏହା ଗ୍ରୀଷ୍ମ ଭଲ ସମୟ, ଲୋକେ ବି ଖାଆନ୍ତି, ଖୁସି ହୁଅନ୍ତି। ଏସବୁ ଜିନିଷ ଗ୍ରୀଷ୍ମ ଋତୁରେ ହୁଏ। ତାପରେ ପୁଣି କ'ଣ ହେଉଛି ଦେଖିବା ଶେଷ କଥା।